누구에게 사망을 받고 루치자에 버리노? 루치자 ଆଉଠି ମତ ଦୂରେଇ ଗଲା ପରେ ତୁ କଣ ସତରେ ବଞ୍ଚି ପାରିବୁ? ମରିବା କଷ୍ଟଟାରେ ଆହୁରି ଅଧିକ କଷ୍ଟ ହେବ ମୋତେ। ଏ ଜନ୍ମରେ ତା ସାମ୍ନାରେ ମୁଁ ଆଉ ଠିଆ ହୋଇପାରିବି କି ନା ସେ କଥା ମଧ୍ୟ ମୁଁ ଚାହେଁ। ଆଉଠି ମତ ଦୂରେଇ ଗଲା ପରେ ମରିଯା ତାର କିଛି କ୍ଷତି କରିଦେଇପାରେ। ସିଏ କରିପାରିବନି ସେ। ଆଉଟି ଆଉ ବଚନ ଗୋଟିଏ ବନ୍ଧନ ବାନ୍ଧି ନ ବଚାଏ ମୁଁ ସେମାନଙ୍କ ଚାରିପାଖରେ ଛାଇ ପାଣି କରିବି। ହେ ଭଗବାନ, ଏପରି ବିଚିତ୍ର ଲୀଳା ବିଚାର ଆଲାମ ଜୀବନର ହାତ ଆସ୍ତିରେ ଜଡ଼ିଯିବ। ଜଣୁ ଅନାମିକା ମୋ ଭଳିରେ ପାଖରେ ଜୀବନ ଜଳ ଜଳ ନଷ୍ଟ ହୋଇଯାଏ। ହେଲେ ଆଉ ତ ମୋତେ ଭୁଲ ହେଉଛି ସେ ଅର୍ଜୁନ ପାଖକୁ ଭରିଯାଉ। ଶୁଣ ଆଉ ତ ଆଚାର୍ଯ୍ୟ ସବୁ କିଛି ଭୁଲ ପାଇଯାଇଥିବ। ସେ ଆସିଲେ ତୁ ତାକୁ କହିବୁ ମରିଯାଉ ସେ ତାକୁ ଭୁଲି ଯାଇ ନିଜ ଭବିଷ୍ୟତ ନିଜେ ତିଆରି କର। କହିବୁ ତମରି ପାଇଁ ଆପଣ ଲୋକମାନଙ୍କୁ ମୁଁ ଦୂରେଇ ଯାଇଥିଲି। ତେବେ ନିରୀହ ବର୍ତ୍ତମାନ ସମସ୍ତଙ୍କ ସାଙ୍ଗରେ ଯୁକ୍ତି କରୁଥିଲି। ସେ ମତେ ଆଗରୁ ତମେ ମତେ ଛୋଟ କରିଦେଲ କାହିଁକି ଆଲାମ? କଣ ପାଇଁ? ତମ ସ୍ନେହ ଦେବାର ମୁଁ କେବେ ଅବହେଳା କରିନି। ତମଠାରୁ ମୁଁ ତ କେବେ କିଛି ସ୍ୱାର୍ଥ ଚାହିଁନଥିଲି। ତାହେଲେ କାହିଁକି ଆଲାମ? କଣ ପାଇଁ ତମେ ସମସ୍ତ ଆଗରୁ ମତେ ଛୋଟ କରିଦେଲ? କୁହ ଆଲାମ। ତମେ ମଦ ପିଇଛ? କେତେଦିନ ହବ ମୁଁ ଯାହା ଦେଖୁଛି ତୋ ପାଖରେ ସ୍ୱାଧୀନତା ହରେ ମୁଁ ଗୋଟେ କୁକୁର ଭଳିଆ ପଡ଼ିଲି। ତୋ ପାଇଁ ମୁଁ କୁକୁର ହୋଇଯାଇଛି। ତଥାପି ଯେତେବେଳେ ଯୋଉ ରାସ୍ତାରେ ଗଲେ ବି ସମସ୍ତେ ମତେ କରନ୍ତି ତୁ ମତେ ମାଇଚିଆ ଆମେ କହୁନି ଏବେ ଯୋଉ ଚାଲିଲି ଠିକ କରୁଛୁ ଠିକ ଜବାବ ଦେଇଛୁ ତୁ ଆମେ ଠିକ କିଛି ବି ଛାଡ଼ିବାକୁ ଚାହିଁନି।